Hello, aspirants. Welcome once again to this amazing platform Odisha Aspirant. ଆଜିର ଏହି ଭିଡିଓରେ ଆମେ ସ୍କୋୟାର ରୁଟ ର କ୍ୟାଲକୁଲେସନ କରିବା। ମୁଁ ଅଲରେଡି ତିନିଟା ଭିଡିଓ କରିସାରିଛି ଏହି କ୍ୟାଲକୁଲେସନ ଉପରେ, ଯୋଉଥିରେ କି ମୁଁ ସ୍କୋୟାର ର କ୍ୟାଲକୁଲେସନ ବିଷୟରେ କହିଥିଲି। ଏହି ତିନିଟା ଯାକ ଭିଡିଓ ଆପଣମାନଙ୍କୁ ୟୁଟ୍ୟୁବରେ ମିଳିଯିବ, ଆଉ ୟାର ପ୍ଲେଲିଷ୍ଟ ଆପଣମାନଙ୍କୁ ଡେସ୍କ୍ରିପସନରେ ବି ମିଳିଯିବ, ଯୋଉଠୁ କି ଆପଣମାନେ ଜାଣିପାରିବେ ଯେ ସ୍କୋୟାର ର କ୍ୟାଲକୁଲେସନ ଆମେ ଇଜିଲି କେମିତି କରିବା, ମାଇଣ୍ଡରେ କେମିତି କରିବା, ଏବଂ ଲାଷ୍ଟ ଡିଜିଟ 5 ଥିଲେ ଆମେ ସ୍କୋୟାର କ୍ୟାଲକୁଲେସନ କେମିତି କରିବା। ଯଦି ବେସ୍ 100 ଅଛି ଆଉ ବେସ୍ 50 ଅଛି, ମାନେ 100ର ପାଖାପାଖି ଥିବା ନମ୍ବର ଆଉ 50ର ପାଖାପାଖି ଥିବା ନମ୍ବରକୁ କେମିତି ଆମେ ଇଜିଲି ମାଇଣ୍ଡରେ କ୍ୟାଲକୁଲେଟ କରିପାରିବା, ଅଲରେଡି ତମେ ଜାଣିପାରିବ ଏଇ ସବୁ ଭିଡିଓ ଗୁଡାକ ଦେଖିକି। ଓକେ, ତ ବର୍ତ୍ତମାନ ସ୍କୋୟାର କ୍ୟାଲକୁଲେସନ ଆମେ ଅଲରେଡି କମ୍ପ୍ଲିଟ କରିସାରିଛେ। ନାଓ ଆମେ ଯିବା ସ୍କୋୟାର ରୁଟ ର କ୍ୟାଲକୁଲେସନ କୁ। ଓଡିଆରେ କହିଲେ ବର୍ଗମୂଳ ଆମେ କିପରି ବାହାର କରିବା। ତ ବର୍ଗମୂଳ ବାହାର କରିବା ପାଇଁ ବା ସ୍କୋୟାର ରୁଟ ବାହାର କରିବା ପାଇଁ ଆମକୁ ମେନଲି କିଛିଟା ମନେ ରଖିଥିବା ଦରକାର। କାହାର ନା ସ୍କୋୟାର ମନେ ରଖିଥିବା ଦରକାର। ତ ମୁଁ ଭାବୁଛି କି ସମସ୍ତେ 25 ଯାଏଙ୍କା ସ୍କୋୟାର ଅଲରେଡି ମନେ ରଖିଥିବ। 25 ଯାଏଁ ସ୍କୋୟାର ମନେ ରଖିଥିଲେ ଆପଣ ମାନଙ୍କୁ ଇଜି ହବ ଯୋଉ ବଡ ବଡ ନମ୍ବର ଗୁଡାକ କ୍ୟାଲକୁଲେସନ କରିବା ପାଇଁ ଦିଏ ଏକ୍ସାମ ରେ। ତ ସେଥିରୁ ଆପଣ ମାନେ ଯଦି ୟାକୁ ମନେ ରଖିଛନ୍ତି, ସେଥିରେ ଆପଣ ବେଷ୍ଟ ପରଫର୍ମାନ୍ସ କରିପାରିବେ। ତ ବର୍ତ୍ତମାନ ଟିକେ ଅବଜର୍ଭ କରିବା, ଏଇ ଯୋଉ 25ଟା ଯାକ ଦେଇଛି, ଏଇ 25ଟା ଯାକକୁ ଟିକେ ଅବଜର୍ଭ କରିବା। ଆଉ ଏଇ 25ଟା ଯାକର କଣ ଅବଜର୍ଭ କରିବା ନା, ଫାଷ୍ଟ 9ଟା ଯାଏଁ ଯେତେକ ସ୍କୋୟାର ରହିଲା ତାର ଲାଷ୍ଟ ଡିଜିଟ, ମାନେ 1 ର ଯଦି ମୁଁ ଦେଖିବି, 1 ର ଲାଷ୍ଟ ଡିଜିଟ ଏଠି 1 ଅଛି, 2 ର ଲାଷ୍ଟ ଡିଜିଟ ଏଠି 4 ଅଛି, ସେମିତି 3 ର 9, 4 ର 6, 5 ର 5, 6 ର 6, 7 ର 9, 8 ର 4, 9 ର 1। ଆମେ ଟିକେ ଅବଜର୍ଭ କରିବା ଏଇ ଲାଷ୍ଟ ଡିଜିଟ କୁ, 9 ଯାଏଙ୍କା ତାର ଲାଷ୍ଟ ଡିଜିଟ କୁ ଟିକେ ଅବଜର୍ଭ କରିବା। ତ ଲାଷ୍ଟ ଡିଜିଟ ଟା କେମିତି କାମରେ ଆସିବ ଏଇନେ ବର୍ତ୍ତମାନ ଭାଇ ମୁଁ କହିବି, ବ୍ୟସ୍ତ ହବା କୌଣସି ଆବଶ୍ୟକ ନାହିଁ। ତ ଏଇ ଲାଷ୍ଟ ଡିଜିଟ କୁ ଅବଜର୍ଭ କଲା ପରେ ତମେ ଦେଖିବାକୁ ପାଇବ କି କିଛି କିଛି ଲାଷ୍ଟ ଡିଜିଟ ରିପିଟ ହଉଛି, ଯେମିତି କି 4 ର ଆଉ 6 ର ଲାଷ୍ଟ ଡିଜିଟ ରିପିଟ ହଉଛି। କାହିଁକି ନା 4 ର ବି ଲାଷ୍ଟ ଡିଜିଟ 6, 6 ର ବି ଲାଷ୍ଟ ଡିଜିଟ 6। ସେମିତି ଯଦି ମୁଁ ଦେଖିବି 2 ଆଉ 8 ର ରିପିଟ ହଉଛି, 2 ର ଆଉ 8 ର ବି ରିପିଟ ହଉଛି, କାରଣ 2 ର 4 ହେଲେ 8 ର ବି 4। ସେମିତି 7 ଆଉ 3 ର ରିପିଟ ହଉଛି, 7 ର 9 ହେଲେ ସେମିତି 7 ର 9 ହେଲେ 3 ର ବି 9। କେବଳ ଗୋଟିଏ ହିଁ ଡିଜିଟ ଅଛି ଯିଏ କି ରିପିଟ ହଉନାହିଁ, ସିଏ ହେଲା କିଏ ନା 5। 5 ର ଲାଷ୍ଟ ଡିଜିଟ ଅଲୱେଜ 5। ଓକେ, କେବଳ ଗୋଟିଏ ହିଁ 5 ବାହାରିବ କେତେବେଳେ ନା 5 ର ଲାଷ୍ଟ ଡିଜିଟ। ମୁଁ ଭାବୁଛି ଏତିକି ସମସ୍ତେ ଅବଜର୍ଭ କରିପାରିଥିବ। ଏତିକି ଅବଜର୍ଭ କଲା ପରେ ବର୍ତ୍ତମାନ ସଲ୍ୟୁସନ କୁ ଯିବା, ଯେ ଗୋଟେ ଯଦି ନମ୍ବର ଦେଇଛି ତାର ଆମେ ସ୍କୋୟାର ରୁଟ ବା ରୁଟ ଓଭର କେମିତି ବାହାର କରିବା। ଓକେ, ତ ଯଦି ମୁଁ ଏଇ କୋଶ୍ଚିନ୍ କୁ ଦେଖିବି, କୋଶ୍ଚିନ୍ ତ ନୁହଁ, ଏଇଟା ଗୋଟେ ସିମ୍ପଲ ସ୍କୋୟାର ରୁଟ ବାହାର କରିବା ଦେଇଛି, ଗୋଟେ ସିମ୍ପଲ ନମ୍ବର। ତ ପ୍ରଥମେ ଆମେ ସିମ୍ପଲ ନମ୍ବରକୁ ଦେଖିବା। ସେ ଯେକୌଣସି ନମ୍ବରର ସ୍କୋୟାର ରୁଟ ବାହାର କରିବାକୁ ଦେଇଥାଉ, ଏଇଟା କେବଳ ପରଫେକ୍ଟ ସ୍କୋୟାର ପାଇଁ ଆପ୍ଲାଏ ହେଇପାରିବ। ତାର ଆମେ ଲାଷ୍ଟ 2 ଡିଜିଟ କୁ ଧରିବା, ଲାଷ୍ଟ ଡିଜିଟ କୁ ଦେଖିବା, ଏଇ ଲାଷ୍ଟ ଡିଜିଟ ଟା କେତେବେଳେ ଆସିପାରିବ। ନା ମୁଁ ଯଦି ଏଠି 961 କୁ ଦେଖିବି, ଏଠି ଲାଷ୍ଟ ଡିଜିଟ ହେଲା 1 ଅଛି, ଆଉ 1 କେତେବେଳେ ଆସିପାରିବ ନା ଯେତେବେଳେ ସଂଖ୍ୟାଟା 1 ଥିବ ଲାଷ୍ଟ କୁ କିମ୍ବା 9 ଥିବ ଲାଷ୍ଟ କୁ। ତା ମାନେ ଏଠି ଯଦି ମୁଁ ଦେଖିବି, ଲାଷ୍ଟ କୁ ଆଇଦର 9 ହେଇପାରେ, ଏଇ ଜାଗାରେ କିନା 9 ହେଇପାରେ କିମ୍ବା 1 ହେଇପାରେ। ବର୍ତ୍ତମାନ ଆମେ ଡିଫାଇନ କେମିତି କରିବା, ଏଠି ଆମର 1 ରହିବ କି 9 ରହିବ। ଆଚ୍ଛା, ତା ପୂର୍ବରୁ ମୁଁ ଦେଖିବି କେତେଟା ସଂଖ୍ୟା ବଳିଗଲା କେତେଟା ସଂଖ୍ୟା ନା ଗୋଟେ ସଂଖ୍ୟା ବଳିଲା। ଇଏ ଦେଖିବା ଆମେ କାହାର ପାଖାପାଖି ସଂଖ୍ୟା କି କାହାର ପରଫେକ୍ଟ ସ୍କୋୟାର। ମୁଁ ଯଦି 9 କୁ ଦେଖିବି, 9 ହେଲା 3 ର ପୁରା ପରଫେକ୍ଟ ସ୍କୋୟାର, ତାମାନେ 3 ର ପରଫେକ୍ଟ ସ୍କୋୟାର ହେଇଯାଉଛି 9। ତ ଯେହେତୁ 3 ର ପରଫେକ୍ଟ ସ୍କୋୟାର 9, ତାହେଲେ ଆମର ଏଠି ଆସିଯିବ 3। ଆଉ ପରଫେକ୍ଟ ସ୍କୋୟାର ଯୋଉଠି ଆମର ମିଳିଗଲା, ସେଠି ଆମେ ସବୁବେଳେ
छोट डिजिट टाकू नबा ता माने 1 को नबा ता माने 31 रो हेजिबो स्क्वायर 961 बा 961 रो रूट ओवर होइजिबो 31 ओके ମୁଁ ଭାବୁଛି ଏତିକି ବୁଝି ପାରୁଥିବ ଆହୁରି ମଧ୍ୟ ଆମେ ଏକ୍ସାମ୍ପଲ କରିବା ଏତିକି ନୁହେଁ ଯଦି ମୁଁ 484 କୁ ଦେଖିବି ମାନେ 484 କୁ ଦେଖିବି ଅବଶ୍ୟ ଅଲରେଡି କିଛି ପିଲା ଏଇ ସବୁ ଡିଜିଟ ଗୁଡାକର ସ୍କୋୟାର ରୁଟ ଅଲରେଡି ମନେ ରଖିଥିବେ କିନ୍ତୁ ମୁଁ କାଲକୁଲେଟ କରିବା ଶିଖେଇବି ତ ମୁଁ ଇଜିରୁ ଟିକେ ଲେଭେଲ ବଢେଇବି ଓକେ ତ 4 ର ଯଦି ବର୍ତ୍ତମାନ ଦେଖିବା କଣ ଲାଷ୍ଟ 2 ଡିଜିଟ କୁ ଧରିବା ଲାଷ୍ଟ ଡିଜିଟ 4 ଅଛି ତା ମାନେ ମୁଁ କହିଥିଲି କଣ ଲାଷ୍ଟ ଡିଜିଟ ଆଇଦର 2 ହେଇପାରେ ଆଇଦର କିଏ ହେଇପାରେ 8 ହେଇପାରେ ଦେଖ ଏଇଠି ଆଇଦର 2 ହେଇପାରେ ନହେଲେ ଆଇଦର 8 ହେଇପାରେ ଓକେ ବର୍ତ୍ତମାନ ଦେଖିବା କିଏ ବଳିଗଲା ଯଦି ପରଫେକ୍ଟ ସ୍କୋୟାର ଅଛି ଏଠି ପରଫେକ୍ଟ ସ୍କୋୟାର ମାନେ ଲାଷ୍ଟ ଏଠି 2 କି 2 ପଳେଇ ଆସିବ ଯେହେତୁ ପରଫେକ୍ଟ ସ୍କୋୟାର ଅଛି ଆମେ ଛୋଟ ସଂଖ୍ୟାଟାକୁ ଧରିବା ତା ମାନେ 22 ର ସ୍କୋୟାର ହେଇଯିବ 484 କିଏ ନ ବୁଝି ପାରିଲ ମତେ କମେଣ୍ଟ କର ଓକେ ନେକ୍ସଟ ଏକ୍ସାମ୍ପଲ କୁ ଯିବା ମନେକର ଦେଲା 1936 ଏଠି ବି ଆମେ ସେମିତି ମୁଁ କହିଲି ଯେକୌଣସି ସଂଖ୍ୟା ଦେଇଥିବ ଆମେ ଲାଷ୍ଟ 2 ଡିଜିଟ କୁ ଧରିବା ତାପରେ ଲାଷ୍ଟ ଡିଜିଟ କୁ ଧରିବା ଦେଖିବା 6 କେତେବେଳେ ହେଇପାରିବ ନା 4 ଥିଲେ ହେଇପାରିବ 4 ଚଉକୁ 16 ଲାଷ୍ଟ କୁ 6 ହେଇପାରିବ 6 ଥିଲେ ହେଇପାରିବ 4 ଥିଲେ ହବ ଆଉ 6 ଥିଲେ ହବ ତାପରେ ବଳିଗଲା କିଏ 19 ବଳିଲା 19 କାହାର ପାଖାପାଖି ନା 4 ର ପାଖାପାଖି ଆଉ 5 ର ପାଖାପାଖି କାରଣ 4 ଚଉକୁ 16 5 ପଞ୍ଚା 25 ଆଚ୍ଛା ମୁଁ ଦେଖିବି ଏ ଯୋଉ 25 ଟା 19 ଠାରୁ ବଡ କି ନା ହଁ ବଡ ତାହେଲେ ମୁଁ 25 କୁ ଧରି ପାରିବି ନାହିଁ 19 ଠାରୁ କିଏ ସାନ 16 ଟା ସାନ ତ ମୁଁ 16 କୁ ଧରିବି ତା ମାନେ 4 ଏଠି ହେଇଯିବ ଏ ହେଇଯିବ 5 ତ ମୁଁ ଏଠି 4 କି ଧରିବି ତ 4 ଏଠି ପଳେଇ ଆସିବ ଓକେ ନାଓ ସବୁଠୁ ବଡ ଖେଳ ହେଲା ଏଇଠି ହବ ସବୁଠୁ ବଡ ଖେଳ କଣ ନା ବର୍ତ୍ତମାନ ମୁଁ ଏଇ ଯୋଉ ଲାଷ୍ଟ ଡିଜିଟ ଟା କେତେ ନେବି 4 ନେବି ନା 6 ନେବି ଏଇଠିକି ନା ଆସିବ କୋଶ୍ଚିନ୍ ତ 4 ନେବି କି 6 ନେବି ଏଇଟା କେମିତି ଜାଣିବା ନା ଦେଖିବା ଏଇ ଯୋଉ 19 ରହିଲା 19 ଟା କାହାର ପାଖାପାଖି 16 ର ପାଖାପାଖି ନା 25 ର ପାଖାପାଖି ମୁଁ ଯଦି ଦେଖିବି ଏଇଟା ହେଲା 19 ହେଲା ଇଏ ଆଠୁ 3 ଅଧିକ ଅଛି ଇଏ ଆଠୁ 6 ଅଧିକ ଅଛି ମାନେ ଇଏ ହେଲା 3 ମାନେ ପାଖାପାଖି ଡିଫରେନ୍ସ ହେଲା 3 ୟାର ଡିଫରେନ୍ସ ହେଲା 6 ୟାର ଡିଫରେନ୍ସ 3 ୟାର ଡିଫରେନ୍ସ 6 ତ ଯାହାର କମ ଡିଫରେନ୍ସ ତାକୁ ଆମେ ନବା ତାମାନେ ଇଏ ହେଲା 4 କି ନେଇଛେ ତ ଯେହେତୁ 4 ନେଇଛେ ଆମେ ହେଲା ଲାଷ୍ଟ ଡିଜିଟ ର ଛୋଟଟାକୁ ନବା ଯେହେତୁ ଇଏ ଛୋଟ ତେଣୁକରି ଆମେ ଲାଷ୍ଟ ଡିଜିଟ ଛୋଟଟା ଯିବ ତାମାନେ 4 ହେଇଯିବ ଆନ୍ସର ତାମାନେ 1936 ର ସ୍କୋୟାର ରୁଟ କେତେ ହବ ନା 44 ହବ ଏତିକି କିଏ ନ ବୁଝି ପାରିଲା ମତେ କୁହ ଏବଂ କମେଣ୍ଟରେ ମତେ ଜଣାଅ ଓକେ ତ ୟାର କଣ କିଛି ବେସିକ ନାହିଁ ଏ କୋଉଠୁ ଆସିଲା ତାହେଲେ ଆମେ ଏମିତି କଣ ମନ ଇଚ୍ଛା ପକଉଛେ ମୁଁ କହିବି ନା ଭାଇ ଆମେ ୟାକୁ ମନ ଇଚ୍ଛା ପକଉନେ ତ କେମିତି ପକଉଛେ ଆଚ୍ଛା ମୁଁ ଗୋଟେ ଜିନିଷ ଏଠି ଜାଣିଦେଲି ଯେ ଆଇଦର ଲାଷ୍ଟ କୁ 4 ହେଇପାରେ ଲାଷ୍ଟ କୁ 6 ହେଇପାରେ ଏଇଟା ଜାଣିଦେଲେ ଆଉ ଅଲରେଡି ଜାଣିଦେଲେ କଣ ଇଏ 19 ରୁ ଛୋଟ କିଏ ଅଛି 16 ଅଛି ତାମାନେ 4 ତାମାନେ ରେଞ୍ଜ ଆମେ ଜାଣିଗଲେ ଯେ ଇଏ ଆଇଦର 44 ହେଇପାରେ ଆଇଦର 46 ହେଇପାରେ ଓକେ ମୁଁ ଯଦି ଦେଖିବି 44 ଆଉ 46 ଭିତରେ ରେଞ୍ଜ ଦେଖିବାକୁ ପଡିବ ଓକେ ତ ଯଦି 40 ର ଦେଖିବା 40 ର ଭ୍ୟାଲୁ ହେଲା 1600 ଓକେ 40 ର ଭ୍ୟାଲୁ ହେଲା 1600 ଆଉ 50 ର ଭ୍ୟାଲୁ ହେଲା 2500 ଆମକୁ ଦରକାର କେତେ ନା 1936 1936 ତ ମୋର କେବେ ବି 50 ର ପୁରା ପାଖାପାଖି ହବ ନାହିଁ 25 ମାନେ 2500 ର ପାଖାପାଖି ହବ ନାହିଁ ତ ସବୁଠୁ କମ ଡିଫରେନ୍ସ କୋଉଠି ରହୁଛି ନା 1600 ପାଖରେ ହିଁ କମ ଡିଫରେନ୍ସ ରହୁଛି ତେଣୁ କରି ଆମେ ଏଇଟାକୁ ନେଲେ ତ ଏଇଟା ହେଲା ଗୋଟେ ତାର ବେସିକ ଯଦି ମୁଁ ଦେଖିବି ଏଠି 45 କୁ ଯଦି ମୁଁ ଦେଖିବି 45 ର ସ୍କୋୟାର କେତେ ହେଇଯିବ ନା 25 5 20 ତା ମାନେ 2025 ହେଇଯିବ 45 ର ସ୍କୋୟାର ତା ମାନେ 2025 ରୁ ଛୋଟ ହେଇଥିବା ଦରକାର ଯଦି ମୁଁ ଏଠି 46 କୁ ନେବି 46 ଯଦି ନେବି ଏଠି 2025 ରୁ ବଡ ହବ 46 ର ସ୍କୋୟାର ଟା 2025 ରୁ ବଡ ହବ କିନ୍ତୁ 44 ର ସ୍କୋୟାର ଟା 2025 ରୁ ସାନ ହବ
କିନ୍ତୁ 1936 ଟା ଆମର କଣ ନା 45 ର ସ୍କୋୟାର ତା ମାନେ 2025 ରୁ ସାନ। ଓକେ, ତ ସେଥିପାଇଁ ମୁଁ 44 କୁ ନେଲି। ଓକେ, ଇଏ ହେଲା ତାର ବେସିକ। କିଏ ବେସିକ ନ ବୁଝିପାରିଲା ମତେ ସାଇକିନା କମେଣ୍ଟ ରେ ଜଣା। ଓକେ, ନାଓ ସେମିତି ଯଦି ଦେଲା 4489 ମାନେ 4489 ର ଆମେ ବାହାର କରିବା କଣ ସ୍କୋୟାର। ସେମିତି ଆମେ ଲାଷ୍ଟ 2 କୁ ଧରିବା। ପ୍ରଥମେ ଦେଖିବା 9 9 କେତେବେଳେ ହେଇପାରିବ ନା 3 ଥିଲେ ହେଇପାରିବ, ଆଉ କେତେବେଳେ ହେଇପାରିବ ନା 7 ଥିଲେ ହେଇପାରିବ। ଯଦି 44 କି ଦେଖିବା 44 କାହା ପାଖାପାଖି ହେଇଯିବ ନା 636 ଆଉ 7 ସତା 29 49 ଆଉ 36 ର ପାଖାପାଖି ହେଇଯିବ। ତାମାନେ 6 ହେଇପାରେ କିମ୍ବା 7 ହେଇପାରେ। ଆଚ୍ଛା, କାହାର ପାଖାପାଖି ଏଇଟା ପୁରା 5 4 9 ଏଠି ଡିଫରେନ୍ସ ହେଲା 5, ଏଠି ହେଲା କେତେ 8, ଡିଫରେନ୍ସ 8, ତାହେଲେ ପାଖାପାଖି କାହାର ହଉଛି ପାଖାପାଖି କାହାର ନା 7 ର ପାଖାପାଖି ହଉଛି। କିନ୍ତୁ ତା ପୂର୍ବରୁ ଆମେ ଦେଖିବା 44 ଠାରୁ ଇଏ ବଡ ନା ସାନ, ତ ଇଏ ବଡ ତାହେଲେ ଇଏ ହବନି 6 ହବ। 6 ତାହେଲେ ପ୍ରଥମ ଡିଜିଟ ପଳେଇ ଆସିବ 6, ଲାଷ୍ଟ ଡିଜିଟ କେତେ କିଏ ଆସିଯିବ ନା ବଡ ଅଛି, ଦେଖ ପାଖାପାଖି କିଏ ଅଛି 49 ଟା ବଡ ଅଛି, ତାମାନେ 7 ପଳେଇ ଆସିବ। ତ 67 ର ସ୍କୋୟାର ହେଇଯିବ କେତେ 4489। ଓକେ, ସେମିତି ନେକ୍ସଟ ଯଦି ମୁଁ ଦେଖିବି, ଆଚ୍ଛା ଯଦି ମୋର 5 ହେଇଯାଉଛି ଲାଷ୍ଟ ଡିଜିଟ, ତାହେଲେ ତ ମତେ ସବୁଠୁ ଇଜି ହେଇଯିବ ଏ ସ୍କୋୟାର ରୁଟ କାଲକୁଲେଟ କରିବା। ଯଦି ମୁଁ ଲାଷ୍ଟକୁ ଦେଖିବି, ଲାଷ୍ଟକୁ ଦେଖ 5 ଅଛି ତ 5 ରହିଲା। ଏବେ ଦେଖ 20 କାହାର ପାଖାପାଖି ହବ। 20 କାହାର ପାଖାପାଖି ନା 4 4 16, 5 5 25, ତ 16 ଲେସ୍ ନବା, ଲେସ୍ ନମ୍ବର ଟାକୁ ନବା, ତ 4 ଅଛି ଲେସ୍, ତ 4 ହେଇଯିବ, ତ 45 ହେଇଯିବ। ଏଇଟା ସେମିତି 25 ଅଛି, ଇଏ ଗଲା 5। 30 କାହାର ପାଖାପାଖି ହବ ନା 6 36 ହେଇଯିବ, 5 5 25 ହେଇଯିବ, ତ 36 25 ଭିତରେ 25 ଟା ହବ ଲେସ୍, ତ 5 ଯିବ, ତାମାନେ ଏଇଟା ହେଇଯିବ କେତେ 55 ର ସ୍କୋୟାର। 3025 ର ରୁଟ ଓଭର ହେଇଯିବ 55। ସେମିତି ଏଠି 25 ଅଛି, ଲାଷ୍ଟ କୁ ରହିଲା 5, ଏଠି 42 ଅଛି, 42 ମାନେ 7 ସତା 49 ହେଇଯିବ 49, 6 36 ହେଇଯିବ, ତ 49 ବଡ ହେଇଯାଉଛି, 36 ବଡ, ତାମାନେ 6 ହେଇଯିବ, ତ 65 ର ସ୍କୋୟାର ଏଇଟା ହେଇଯିବ। ତ ଲାଷ୍ଟ ଡିଜିଟ ଯଦି 5 ଅଛି ମାନେ ଲାଷ୍ଟ ଡିଜିଟ 5 ବାହାରୁଛି, ଯେହେତୁ ଲାଷ୍ଟ ଡିଜିଟ ସିଙ୍ଗଲ କେବଳ 5 ହିଁ ଥାଏ, କେବଳ 5 ର ହିଁ 25 ମାନେ 5 ର ହିଁ କେବଳ ଲାଷ୍ଟ ଡିଜିଟ 5 ହବ। ତ ଆମେ ଏଠି ଇଜିଲି କାଲକୁଲେଟ କରିପାରିବା। ନାଉ କିଛିଟା ବଡ ନମ୍ବରକୁ ବି ନେଇକି ଆମେ କାଲକୁଲେଟ କରିବା, ଦେଖିବା ହଉଛି ନା ନାହିଁ। ସେଇ ମେଥଡ ବି ଆମେ ଆପ୍ଲାଏ କଲେ, ବର୍ତ୍ତମାନ ଲାଷ୍ଟକୁ ଦିଟାକୁ ସିଲେକ୍ଟ କରିବା। ଲାଷ୍ଟ ଦିଟାକୁ ସିଲେକ୍ଟ କଲା ପରେ ଲାଷ୍ଟ ଡିଜିଟ କୁ ଦେଖିବା, ଲାଷ୍ଟ ଡିଜିଟ ରେ 4 ଅଛି, ତାମାନେ ଆଇଦର 2 ହେଇପାରେ, ଆଇଦର ଆମର ଲାଷ୍ଟ ଡିଜିଟ 8 ହେଇପାରେ। ବର୍ତ୍ତମାନ ଦେଖିବା 282, 282 ମାନେ ଇଏ କାହାର ପାଖାପାଖି ହବ 16 ର ସ୍କୋୟାର 256, ଆଇଦର 256 ପାଖାପାଖି ହେଇପାରେ, ଆଉ 17 ର ସ୍କୋୟାର 289। ଆଚ୍ଛା, 256 କାହାର ନା 16 ର ସ୍କୋୟାର, 289 କାହାର ନା 17 ର ସ୍କୋୟାର। ଆଚ୍ଛା ଆଚ୍ଛା, 17 ମାନେ କଣ 289 ବଳ ହେଇଯାଉଛି, ତାମାନେ 16 ଏଠି ରହିବ। ଆଚ୍ଛା, ଆମେ ଦେଖିବା 282 ଆଉ 256 ଭିତରେ ଇଏ କାହାର ପାଖାପାଖି ହଉଛି, ମାନେ କାହାର ଡିଫରେନ୍ସ। ଏଠି ଦେଖ ଏଠି ମାତ୍ର 7 ର ଡିଫରେନ୍ସ ଅଛି, ଏ ମାତ୍ର 7 ର ଡିଫରେନ୍ସ ଅଛି, ମାନେ ଏଠି ସବୁଠୁ କମ ଡିଫରେନ୍ସ ରହୁଛି। ତାମାନେ ବଡ ନମ୍ବରଟା ଆମର ଲାଷ୍ଟ ଡିଜିଟ ହବ, ତାମାନେ 168 ହେଇଯିବ ଆମର, 168 ହେଇଯିବ 28224 ର ସ୍କୋୟାର ରୁଟ। 1 ମିନିଟ ପ୍ଲିଜ। ଓକେ, ତ 168 ର ହେଇଯିବ କଣ ଏହାର ସ୍କୋୟାର ରୁଟ। ସେମିତି ଯଦି ନେକ୍ସଟ ନମ୍ବର ଆମେ ଦେଖିବା, ଲାଷ୍ଟ କୁ ରହିଲା 6, ତ 6 କେତେବେଳେ ହେଇପାରିବ, ଲାଷ୍ଟ 2 ଡିଜିଟ କୁ ସିଲେକ୍ଟ କଲେ, ଲାଷ୍ଟ କୁ ରହିଲା 6, 6 କେତେବେଳେ ହବ ନା 4 ଚଉକୁ 16, 6 16 36, ଆଇଦର 4 ରହିପାରେ, ଆଇଦର 6 ରହିପାରେ। ଏଠି ରହିଲା ଲାଷ୍ଟ 3 ଡିଜିଟ ରହିଲା 345, 345 ମାନେ କେତେ ଯିବ ଏଠି 18, 324 ଯାଇପାରେ 18, ଆଉ 345 ମାନେ 19 ର କେତେ ହେଇଯାଉଛି 361, 19 ର ହେଇପାରେ 361। ଆଚ୍ଛା, 361 ଟା ବଡ ହେଇଯାଉଛି, 324 ଟା ସାନ ହଉଛି, ତ 324 ଟା ଯଦି ସାନ, ଏଠି ରହିଯିବ କେତେ 18। ଆଚ୍ଛା, ଦେଖିବା 345 ର ପାଖାପାଖି କିଏ। ଆଚ୍ଛା, ଯଦି ଏଠି ଦେଖିବା ଆମେ 6 5 11, 4 1 5 1, ତାମାନେ ଏଠି 16 ଏଠି ରହୁଛି ଡିଫରେନ୍ସ, ଏଠି କେତେ ଡିଫରେନ୍ସ ରହୁଛି
ପାଞ୍ଚ ଚାରି ନଅ 25 ର ଡିଫରେନ୍ସ ନେଉଛି, ତା ମାନେ ବଡ ହବ, ବଡ ମାନେ 186 ର ଆନ୍ସର ହେଇଯିବ କିଏ 34596। ଯଦି ମୁଁ ନେକ୍ସଟ ଦେଖିବି 38809, 38809 ଡବଲ କୁ କ୍ଲିକ୍ କଲେ ଲାଷ୍ଟ କୁ 9 କେତେବେଳେ ଆସିବ, ଆଇଦର 3 ଥିଲେ ଆଇଦର 7 ଥିଲେ। 388 କେତେବେଳେ ହବ ନା ଆଇଦର 20 ର ପାଖାପାଖି 400 ହେଇପାରେ, ଆଇଦର 19 ର ପାଖାପାଖି 361। ତାମାନେ 19 ହେଇପାରେ, 20 ହେଇପାରେ। 20 ହବ ନାହିଁ କାହିଁକି ନା ଏ ବଡ ଅଛି, ତ 19 ହବ 19। ସେମିତି ଦେଖିବା 400 ଟା ପାଖାପାଖି ନା 361 ପାଖାପାଖି। ଯଦି 400 ରୁ ମୁଁ 388 ମାଇନସ କରିବି ତାହେଲେ କେତେ ହଉଛି, ଇଏ ଯୋଉ 12 ଡିଫରେନ୍ସ, ଏଠି ଯଦି ଡିଫରେନ୍ସ ଦେଖିବି ଇଏ କେତେ ହଉଛି 388 ମାଇନସ 361 କଲେ 7 1 8 6 2 8, ତାମାନେ 27। ତାମାନେ ଇଏ ବଡ ରହୁଛି, ଇଏ ସାନ ରହୁଛି, ତାମାନେ ଇଏ ପାଖାପାଖି ହେଇଯିବ। ତାମାନେ ପାଖାପାଖି ମାନେ ବଡଟା ହବ, ତାମାନେ 197 ର ହେଇଯିବ ସ୍କୋୟାର କେତେ 38809। ମୁଁ ଭାବୁଛି ଏତିକି ସମସ୍ତେ ବୁଝିପାରିଥିବେ। ଓକେ, ଆଉ ନେକ୍ସଟ ଦେଖିବା। ନେକ୍ସଟ କଣ ଅଛି, ଆଚ୍ଛା ଆଉ ଗୋଟେ ପୁଣି ଦେଲା ଡବଲ ସିଲେକ୍ଟ କଲା ପରେ ଲାଷ୍ଟ ଡିଜିଟ ଆଇଦର କିଏ ହେଇପାରିବ 4 ଚଉକୁ 16 ହେଇପାରିବ, 6 ଚଉକୁ 36 ହେଇପାରେ, 466 ହେଲେ ଆଇଦର 22 ହେଇପାରେ, 441 21 ହେଇପାରେ, 22 ହେଇପାରେ, 484। ଯଦି ଦେଖିବା ଇଏ 484 ର ପାଖାପାଖି କି 441 ର ପାଖାପାଖି, ଯଦି 441 କି ଦେଖିବି ଏଠି 5 1 6 4 2 6 ତା ମାନେ 25। ଯଦି ଏଠି 484 କି ଦେଖିବା 8 6 14 6 1 7 18, ତା ମାନେ ୟାର ପାଖାପାଖି। ଆଚ୍ଛା ବର୍ତ୍ତମାନ 21 ଧରିବା, 21 ଧରିଲା ପରେ କାହାର ପାଖାପାଖି ଅଛି ଇଏ ବଡ ନମ୍ବର, ତା ମାନେ 216 ର ଏଇଟା ହେଇଯିବ ଆନ୍ସର। ଓକେ, ନାଉ ଶେଷ ହେଇଗଲା। ବର୍ତ୍ତମାନ ମତେ କମେଣ୍ଟରେ ଜଣାଅ ଯେ କଣ ବୁଝିପାରିଲ ନା ବୁଝିପାରିଲ ନାହିଁ। ଏତିକି ତିନିଟା ଯାକ ନିଜେ ନିଜେ ସଲ୍ଭ କରିକି ଏ ତିନିଟା ଯାକର ଆନ୍ସର ମତେ କମେଣ୍ଟରେ ନିଶ୍ଚିନ୍ତ ଭାବରେ ଜଣାଅ, ତାହେଲେ ମୁଁ ଜାଣିବି ଯେ ନାଇଁ ଏ ଟ୍ରିକଟା କିଛି କାମରେ ଆସିଲା। ଓକେ, ନେକ୍ସଟ ଆପଣ ମାନଙ୍କୁ କୋଉ ଟପିକ ଉପରେ ଭିଡିଓ ଦରକାର ମତେ କମେଣ୍ଟରେ ଜଣାଅ, ମୁଁ ନିଶ୍ଚିନ୍ତ ଭାବରେ ତାର ଗୋଟେ ଭିଡିଓ ବନାଇବି। ଓକେ, so meet you in next session. Thank you.